ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ନକ୍ଷତ୍ର ସେସନ ଆରମ୍ଭ କରିବା। ନକ୍ଷତ୍ର ସେସନ କ୍ରମରେ ଆଜି ଆମେ ହସ୍ତା ନକ୍ଷତ୍ର ଆଜି ପଢିବା। ନକ୍ଷତ୍ର ସେସନ ବିଷୟରେ କହି ରଖେ ନକ୍ଷତ୍ର ହଉଛି ବେସିକ, ସବୁଠୁ ବେସିକ। ଇଏ ହଉଛି ମୂଳ ବା ଜଡ଼। ଯେକୌଣସି ଆପଣଙ୍କ କୁଣ୍ଡଳୀରେ ଯେକୌଣସି ଗ୍ରହ ଯେକୌଣସି ଭାବରେ ବସିଥାଉ ସିଏ ସେଇ ଭାବରେ ଗୋଟିଏ ନକ୍ଷତ୍ରରେ ବସିଥିବ। ଏବଂ ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ଆମେ ଏଇଥିପାଇଁ ପଢୁଛୁ, ଇଏ ନକ୍ଷତ୍ର ଏଗୁଡା ସବୁ ଛୋଟ ଛୋଟ କ୍ୟାରେକ୍ଟରିଷ୍ଟିକ୍ସ। ଆମେ ବହୁତ ବଡ ବଡ ଭିଭିଡଲି ଗୋଟେ ଗୋଟେ ନକ୍ଷତ୍ର ଉପରେ ରିସର୍ଚ୍ଚ କରିବା ପଢିବା, ଗୋଟେ ଗୋଟେ ଭାବ ଉପରେ ରିସର୍ଚ୍ଚ କରିବା ପଢିବା, ଗୋଟେ ଗୋଟେ ଗ୍ରହ ଉପରେ ରିସର୍ଚ୍ଚ କରିବା ପଡିବା। ଏବେ ଜଷ୍ଟ କାଲି ଗୋଟେ ଓଭରଭ୍ୟୁ ଦିଆଯାଉଛି ଆପଣ ମାନଙ୍କୁ ବୁଝିବା ପାଇଁ। ନକ୍ଷତ୍ର କାହିଁକି ଇମ୍ପୋର୍ଟାଣ୍ଟ ସେ ସବୁ ପ୍ରିଭିୟସ ଭିଡିଓରେ ମୁଁ କହିସାରିଛି ଅଲରେଡି। ଆପଣମାନେ ପ୍ରିଭିୟସ ନକ୍ଷତ୍ରର ଭିଡିଓ ଗୁଡିକ ଚେକ୍ କରିପାରନ୍ତି। ନକ୍ଷତ୍ର ଭାବରେ ବସିଥିବା ଗ୍ରହ ଯଦି ଗାଡି ହେଲା ତାହେଲେ ନକ୍ଷତ୍ର ହଉଛି ତାର ଫୁଏଲ। ଆଜି ଆମେ ହସ୍ତା ନକ୍ଷତ୍ର ପଡିବ। ହସ୍ତା ନକ୍ଷତ୍ର ମାନେ ଯୋଉ ହାତ ଚିହ୍ନ ଭଳିଆ ଦେଖିବାକୁ, ଠିକ ଅଛି। ତାର ଚିହ୍ନଟା ହେଲା ଦ ସାଇନ୍ ଅଫ ହ୍ୟାଣ୍ଡ, ମାନେ ହାତର ଚିହ୍ନ। ଏଇଟା ହଉଛି ୟାର ଦେବତା କିଏ ନା ସବିତୃ। ସବିତୁର ଯୋଉ ଅଛନ୍ତି ସବିତୁର, ଯେମିତି ସବିତୁର ଗାୟତ୍ରୀ, ତ ସବିତୁର ହଉଛନ୍ତି ଏହାର ଦେବତା। ଏହାକୁ ଯୋଉ ଗ୍ରହ ରୁଲ କରନ୍ତି ସେ ହଉଛନ୍ତି ଚନ୍ଦ୍ରଦେବ। ଧର୍ମ ଅର୍ଥ କାମ ମୁଖ୍ୟ ଯୋଉ ଚତୁର୍ବର୍ଗ ପୁରୁଷାର୍ଥ ଆମର ରହିଛି, ସେଇ ଚତୁର୍ବର୍ଗ ପୁରୁଷାର୍ଥରେ ମୁଖ୍ୟ ପୁରୁଷାର୍ଥ ଅଣ୍ଡରରେ ଏଇ ହସ୍ତା ନକ୍ଷତ୍ର ଯାଉଛି। ଏ ହସ୍ତା ନକ୍ଷତ୍ର ଦେବଗଣ ଯୋଉ ରାକ୍ଷସ ମନୁଷ୍ୟ ଦେବତା ଅଛନ୍ତି ଏଇଟା ଦେବଗଣରେ ଯାଉଛି। ଏବଂ ୟାର ବର୍ଣ୍ଣ ହଉଛି ବୈଶ୍ୟ, ଠିକ ଅଛି। ୟାର ନିଜସ୍ୱ ତତ୍ଵ ହଉଛି ଅଗ୍ନି ତତ୍ଵ। କେମିତି ଆଚମ୍ବିକ କଥା ଦେଖନ୍ତୁ, ନକ୍ଷତ୍ର ତତ୍ଵ ହଉଛି ଅଗ୍ନି ତତ୍ଵ ଏବଂ ତାକୁ ରୁଲ କରୁଛି ମୁନ, ଚନ୍ଦ୍ର। ମାନେ କେତେ ମାନେ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡା ସବୁ ଭାବନ୍ତୁ। ମୁନ ପ୍ଲାନେଟ କୁ ଆମେ କଣ କହିବା? ମୁନ ପ୍ଲାନେଟ ହଉଛି ଜଳର କାରକ। କିନ୍ତୁ ଏଇଠି ଦେଖନ୍ତୁ ହସ୍ତା ନକ୍ଷତ୍ର ଗୋଟେ ଅଗ୍ନି ତତ୍ଵର କାରକ ହେଇକି ମଧ୍ୟ ମୁନ ତାକୁ ରୁଲ କରୁଛି। ଏଇଟା ଏତେ ଛୋଟ ଜିନିଷ ନୁହଁ। ଏଇଠୁ ହିଁ ସବୁ ଡିଫ୍ଲେକ୍ସନ ଆରମ୍ଭ ହୁଏ। ତ ଯୋଉ ତ୍ରିମୂର୍ତ୍ତି ଅଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଏଇ ନକ୍ଷତ୍ର ବ୍ରହ୍ମାଙ୍କ ଅଣ୍ଡରରେ ଯାଏ। ଯୋଉ ପ୍ରାଣୀ ହସ୍ତା ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ସିଏ ହଉଛି ମଇଁଷି, ଫିମେଲ ବୁଫାଲୋ, ମଇଁଷି। ଏବଂ ଯୋଉ ପକ୍ଷୀ ହସ୍ତା ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ସେ ହଉଛି ନାଲି ଶାଗୁଣା। ଯୋଉ ଶାଗୁଣା ମାନେ ଆଗରୁ ଆସୁଥିଲେ ତାଙ୍କ ମୁଣ୍ଡରେ ଯୋଉ ନାଲିଆ ନାଲିଆ ଚିହ୍ନ ଥିଲା, ସେଇ ଶାଗୁଣା ମାନେ ପକ୍ଷୀ ରେଡ ଭଲଚର ଏଇ ହସ୍ତା ନକ୍ଷତ୍ର ପକ୍ଷୀକୁ ପକ୍ଷୀ ହିସାବରେ ରିପ୍ରେଜେଣ୍ଟ କରନ୍ତି। ତାପରେ ହଗ ପ୍ଲମ ଟ୍ରି। ହଗ ପ୍ଲମ ଟ୍ରି ମାନେ କଣ ମୁଁ କହିବି, ମାନେ ତାକୁ ତାର ଓଡିଆ ତ ମୁଁ ଜାଣିନି। ମାନେ ଦେଖନ୍ତୁ ପ୍ରତ୍ୟେକ ନକ୍ଷତ୍ରର ସହିତ ନା ଗୋଟେ ଗୋଟେ ଗଛ ରିପ୍ରେଜେଣ୍ଟ କରୁଛି। ହଗ ପ୍ଲମ ଟ୍ରି ମାନେ ତାର ହିନ୍ଦୀରେ ହବ, ଆପଣ ମାନେ ଦେଖିପାରିବେ, ମାନେ କଣ ସେଟା କହନ୍ତି ଇଏରେ, କଣ ସେଟାକୁ କହନ୍ତି, ଆମ୍ବେଡା ଦେଖିଛନ୍ତି ଆମ୍ବେଡା ଗଛ? ଆଜିକାଲି ଆମ୍ବ ନଖିଲେ ଆମ୍ବେଡା ଦେଖ। ହଗପ୍ଲମ ଟ୍ରି ମାନେ ଯୋଉ ଆମ୍ବେଡା ଗଛ, ଠିକ ଅଛି ନା। ତ ସେଇ ଆମ୍ବେଡା ଗଛ ହସ୍ତା ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ଗଛ ହିସାବରେ। ଏବଂ ଆମେ ଜାଣିଛେ ଯେ ପ୍ରତ୍ୟେକ ନକ୍ଷତ୍ର ଯୋଉ ଅଛି ସେ ନକ୍ଷତ୍ରର ହିସାବରେ ନାମକରଣ କରାଯାଏ। ଏବଂ ନକ୍ଷତ୍ର ହିସାବରେ ନାମକରଣ ହେଲେ, ମାନେ ଯଦି ହସ୍ତା ନକ୍ଷତ୍ରର କୌଣସି ପିଲା ଜନ୍ମ ହେଇଥାଏ ତାହେଲେ ତାର ନାମକରଣ ହବ ପୁ, ପିୟୁ ପୁ, ଏସ ଏଚ ସା ସ, ଏନ ନା ନ ଥା। ତ ଆପଣ ମାନେ ଯଦି କୌଣସି ଲୋକ ହସ୍ତା ନକ୍ଷତ୍ର ଜନ୍ମ ହେଲା, ତାର ଆଦ୍ୟ ଅକ୍ଷର ଏଇଥିରୁ ଷ୍ଟାର୍ଟ ହେଲେ ଏଇଥିରୁ ହିଁ ଷ୍ଟାର୍ଟ ହବ। ତ ଆଜିର ସେସନରେ ଆମେ ହସ୍ତା ନକ୍ଷତ୍ର ବିଷୟରେ ପଢିଲେ, ହସ୍ତା ନକ୍ଷତ୍ର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ପଢିଲେ। ଆମେ ଆଗକୁ ଯାଇକି ଅନ୍ୟ ସବୁ ନକ୍ଷତ୍ର ଯୋଉ ସିରିଏଲ ଚାଲିଛି ସେମିତି କଣ୍ଟିନ୍ୟୁ କରିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।